जय जगन्नाथ। आज श्रीमत आलोचना करिया ओडिशा रे केबे हेबो संग्राम बुझिगला। विश्व कथा आलोचना होइतला, विश्व युद्ध घटी ना घटी नहीं, इजराइल आउ ईरान जो युद्ध जो आलोचना होइतिला चूरी होइति ना नहीं, एपर्यंत चलती ना चल नहीं। हेबो भारत समर देश देश नीति अति प्रखर जाइए ना नहीं। धर्म युद्ध धर्म को नहीं युद्ध चलती ना चल चलती, किंतु ओडिशा रे गोटे हम युद्ध, ओडिशा रे युद्ध कौन गोला बारूद युद्ध नहीं, माने ठेंगा मूलिया कौन मूलिया पहाड़ युद्ध किए तो अनेक विपद अच्छी सब कार्य ठीक ठीक तुम कहूँ सब ठाकुर बाहरी बुझी ये सब आंक आंक भितर बाडिया पिठा बुझी ना। से कह मु ठाकुर तार गोटे ग्रुप थे, से कह मु ठाकुर तार गोटे ग्रुप थे, ये आंकरी आंक भितर कौन है बाडिया पिठा है कौन ये ठेंगा कटुरी बुझाली खंडा जमी सब आगे रोजार समय थेला एमती गोटे फेर ओडिशा रे देखा देव अराजकता युद्ध गोटा गोलाबारूद युद्ध तो चली आमर बोधे यही मिनसन बोधे स्टार्ट जीव कि ओडिशा रे जो युद्ध हम एमती युद्ध गोटे हम साधारण युद्ध नुह भयंकर युद्ध कारण ओडिशा रे गोहिरा टिकिराटा को महाभारत द्वितीय महाभारत क्षेत्र बोली कहुए। कारण से आम उत्कल राजा मुकुंद देव कौन होते परास होते और विनाश होते गोहिरा टिकिरा जाजपुर गोहिरा टिकिरा विराट पड़िया से हनुमान कौन होते अर्ध मुखाई अच्छा अधा पोती अधा उपरकू अच्छा बर्तमान भद्रक जिले में जाऊ किंतु भद्रक जिले में जाऊ बिरजा मंडल भितर किए जिला निर्भर कराला अर्पित दास बेलू जिला शब्दटा था कि महापुरुष समय सब मंडल आख्या आ देश थिला देश स्वाधीन होला बेले कहते गरजात एरिया माने छोट छोट रजा थिले कहला किंतु ता आगुरु महापुरुष समय सब देश थिला है जमी नवखंड मही मध्य जम्बू द्वीपे भारत वर्ष कहीं केत गुड़े देश को लेकिन भारत ओडिशा केरल ये छोट छोट जो आम राज्य कहे से देश बोली कह जाऊे ओडिशा रे छोट छोट राज्य को राजा सीमा को गोटे गोटे देश बोली मधु देश आउटा लिखिं लुणा देश कोठ देश भानु देश चंद्रशील देश बुझी हो ना मरांगी देश एमती सब से सब देश ना सब थिला आगे तुम पाइब के आमर देश स्वाधीन है 1954 50-51 समय जो सब जमी रेजिस्ट्री तुम से दलित सब देखिए तादे सब ये लिखाई एबे से सब कौन धीरे धीरे उठी गला तेणु गोहिरा टिकिराटा को ओडिशार कुरुक्षेत्र कहुई पारे सेमती गोटे युद्ध पुणी ओडिशा रे देखा
ଦ୍ୱାପର ଯୁଗ ଯେମିତି ହେଲା କୁରୁକ୍ଷେତ୍ର ଯୁଦ୍ଧ, କିନ୍ତୁ ଓଡ଼ିଶାରେ ମଧ୍ୟ ଗୋଇରା ଟିକିଟାକୁ ମୁକୁନ୍ଦ ଦେବଙ୍କ ପାଇଁକି ମଧ୍ୟ ନାମିତ ଏଇ ସଭାରେ କୁହାଯାଉଥାଏ। ପୁନର୍ବାର ସେ ଯୁଦ୍ଧ ପରେ ଓଡ଼ିଶାରେ ଆଉ ଗୋଟେ ଯୁଦ୍ଧ ଦେଖାଦେବ ବୋଲି ମହାପୁରୁଷ ପ୍ରମାଣ ଦେଇଛନ୍ତି। କୋଉ ଶାସ୍ତ୍ର ନା ତାଙ୍କ ଲକ୍ଷ୍ମୀଧର ବିଳାସରେ ଲେଖିଛନ୍ତି। କହିଲେ ଗ୍ରାମ ଗ୍ରାମେ ହେବ ହରିଷ୍ଟି ଧୂମ କାର ଦିଶିବ, ମିଶିବ ତ ପ୍ରାୟ ସଂସାରେ ଦିନୁ ଦିନ ହୋଇବ। ବୁଝିହଉଛି? ଗ୍ରାମେ ଗ୍ରାମେ ହେବ ଅରିଷ୍ଟ ଧୂମ କାର ଦିଶିବ। ତମେ ବର୍ତ୍ତମାନ ଦେଖ ଆକାଶ ଗୁରା ସବୁ ଧୂଆଁଳିଆ ଦେଖାଯାଉନି? ଦେଖାଯାଉନି? ଗ୍ରାମ ଗ୍ରାମ ହେବ ଅରିଷ୍ଟି। ବର୍ତ୍ତମାନ ଦେଖ ଗୋଟେ ଗାଁ ହେଇଥିବ, ଯେକୌଣସି ଗାଁ ହଉ, ଆଉ କାହାର କାହା ସହିତ ସମ୍ପର୍କ ଅଛି? ଯେ ଯାହା ହାତକୁ ଯିଏ 14 ହଁ କି ନାହିଁ? ମିଶିବଦ ପ୍ରାୟ ସଂସାର ଦିନୁ ଦିନ ହୋଇବ। ଆଉ ବର୍ତ୍ତମାନ ତମେ ଦେଖୁନ ମିଶିବଦ ପରି ଲାଗୁଛି ନା ନାହିଁ? ଲୋକ କାମକୁ ଯାଉଛନ୍ତି, ଆଉଛନ୍ତି, ଯେଝା ଘରେ ଯିଏ ବସୁଛନ୍ତି। ଆଗେ ସବୁ କଣ ଥିଲା? ଖଣ୍ଡେ ବୁଲିଲେ ଦାଣ୍ଡରେ ସବୁ ବସୁଥିଲେ, ଲୋକ କଥାବାର୍ତ୍ତା ହଉଥିଲେ ନା ନାଇଁ? ଆଉ ସେ ଧନ୍ଦା ଅଛି ନା? ଯିଏ ଯୁଆଡେ କର୍ମକୁ ଗଲେ, ଆଇଲେ ଘରେ ପଶିଲେ, ଟିଭି ଦେଖିଲେ କି ମୋବାଇଲ ଗେମ୍ ଖେଳିଲେ, ରାତିରେ ଖାଇଲେ ପିଇଲେ ଶୋଇଲେ, ସକାଳୁ ଯେଝା ଧନ୍ଦାରେ ଯିଏ। ମହାପୁରୁଷ କହିଥିଲେ କଣ ହବ? ମିଶିବ ତ ପ୍ରାୟ ସଂସାର ଦିନୁ ଦିନ ହୁଏ। ବର୍ତ୍ତମାନ ନିଶବଦ ପରି ଲାଗୁନି? ଗୋଟେ ଗାଁରେ ମଣିଷଟା ମରିଗଲେ ଯେମିତି ଗୋଟେ ନାଚେ ଗାଁଟା, ବର୍ତ୍ତମାନ ପ୍ରତ୍ୟେକ ଗାଁ ଗୁଡା ମଧ୍ୟ ସେଇ ଟାଇପର ଲାଗୁଛି ନା ଲାଗୁନି? ଯେତେ ଲୋକ ଗହଳି ହୁଅନ୍ତି, କିନ୍ତୁ ଗୋଟେ ନିଶବଦିଆଟା ଲାଗୁଛି। କହିଲେ 58, 16, 50 ଅଙ୍କ 4ରେ ତୁଲ, ଏହି ସମୟରେ ସଂଗ୍ରାମ ହେବ ଓଡ଼ିଶା। 58, 16, 50 4 ଅଙ୍କରେ ତୁଲ। 58, 16, 50 ମିଶିଗଲେ କେତେ ହେଲା? 124। 4 ଅଙ୍କରେ ତୁଲ, ତାକୁ 4 ଭାଗ ସମାନ କରିଦିଅ, ବା 4ରେ ହର, କେତେ ହେଲା? 31। ଯଥା ଯେତେବେଳେ କଳି କଲ୍ୟା ଭିତା 5131 ଭୋଗ କରିବ, ସେଇ ସମୟରେ କଣ ହବ? ଓଡ଼ିଶାରେ ଯୁଦ୍ଧର ବିଭୀଷିକା ଦେଖାଯିବ। ଚାଲିଛି 25 ହେଲା, 31 ସମୟରେ ଘଟଣାଟା ଘଟିବ। କୋଉ ଦିନ ଘଟିବ? ତାକୁ ସମାଧାନ କଲେ କୋଉଠି? ନା ଶିବ ପର୍ବ। କହିଲେ ମାସ ଆଦ୍ୟକ୍ଷର ମୂର୍ଦ୍ଧନିର ଶିର ବୃହସ୍ପତି ସନ୍ଧ୍ୟା କାଳେ, ଏକାଦଶୀ ତିଥି ଶୁକ୍ଳ ପକ୍ଷ ରାତି ସନ୍ଦେହ ନ କର ବାରେ, 13 ଜଣଙ୍କର କଳି ଲାଗିଥିବ ତରକିବେ ଭକ୍ତ ଗଣ, ବିରଜା କ୍ଷେତ୍ରରେ ଲୀଳା ଲାଗିଥିବ ନ ଜାଣିବେ ଦୁଷ୍ଟ ଗଣ। ସୁନ୍ଦର କଥା କହିଲେ। ମାସ ଆଦ୍ୟକ୍ଷର ମୂର୍ଦ୍ଧନିର ଶିର। ମାସ ଆଦ୍ୟକ୍ଷର ହେଲା କଣ? ମାର କଣ ହଉଛି? ମ। ମୂର୍ଦ୍ଧନିର ଶିର ମାନେ ଦୀର୍ଘଇକାର, କଣ ହେଲା? ମି। ମିରେ କଣ ହଉଛି? ମୀନ। ମୀନ ମାସ। ବୃହସ୍ପତି ସନ୍ଧ୍ୟା କାଳେ, ଗୁରୁବାର ପଡିଥିବ, ଏକାଦଶୀ ତିଥି ହେଇଥିବ, ଶୁକ୍ଳ ପକ୍ଷ ରାତି ହେଇଥିବ, ହେଲା। ସେଇଦିନ କଣ ହବ? ଓଡ଼ିଶାରେ ଯୁଦ୍ଧ ହବ। କୋଉଠି? ଏଇ ଯୋଉ 13 ଜଣ ବାଡିଆ ପିଟା ଆଗରୁ ଯୋଉ କରୁଥିଲି, 13 ଜଣଙ୍କର କଳି ଲାଗିଥିବ ତରକିବେ ଭକ୍ତ ଗଣ। ଏଇ ଯୋଉ 13 ଭଗବାନ ବାହାରିବେ, ଏଇ ସବୁ ବାଡିଆ ପିଟା ହେବେ। ଛୋଟ ଛୋଟ ଭଗବାନ ନୁହଁ, ବର୍ତ୍ତମାନ ସବୁ ତ ଛୋଟ ଭଗବାନ ଅଛନ୍ତି, ବଡ ଭଗବାନ ଅଛନ୍ତି। ଯଥା କିଏ 10-5 ଜଣ ଚେଲା କରି ସିଏ ତାକୁ କହୁଛନ୍ତି ପ୍ରଭୁ, କିଏ 1000 2000 5000 କରି ସିଏ କହୁଛନ୍ତି ନିଜେ ପ୍ରଭୁ। ଆମକୁ ବା ନିଜେ କେତେ ଜଣ ଭଲ କଥା ଛୁଆ ମନେ ରଖିଥାଅ, ଫୋନ କରି କୁହନ୍ତି, କହିଲେ ସାରେ ମୋରି କଥାଟା ମାଳିକାରେ ଲେଖା ଅଛି, ମୁଁ ହଉଛି ଠାକୁର। ବୋଧେ 10-12 ଜଣ ଆମକୁ ଏମିତି ଫୋନ କରିକି କହିଛନ୍ତି। ଆଉ ଆମ ନାଁଟା କହୁନ ଆମକୁ ପ୍ରଭୁ, ଆମେ ସେ କଥା କହିପାରିବୁ ନାହିଁ। ଆମେ ଏତିକି ଜାଣିଛୁ ଠାକୁର ବଡ ଜଗରେ ବସିଛନ୍ତି ଠାକୁର। ତାର ବଡ ହାଟ, ବଡ ବଟ, ବଡ ଦେଉଳ, ବଡ ମନ୍ଦିର, ତାର ସବୁ ଯାକ କଣ? ବଡ। ଆମେ କେମିତି ଜଣେ ସାଧାରଣ ବ୍ୟକ୍ତି ସେ ଯୋଉ ଆମେ କହିପାରିବୁ।
ତେଣୁ 31 ଅଙ୍କରେ କଣ ହବ, ଚୈତ୍ର ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଗୁରୁବାର ଦିନ ଏହି ଘଟଣା ଘଟିବ। ଏ 13 ଜଣଙ୍କର କଣ ହେଇଥିବ, କଳି ଲାଗିଥିବ। କିନ୍ତୁ ବିରଜା କ୍ଷେତ୍ରରେ ଲୀଳା ଲାଗିଥିବ, ନ ଜାଣିବେ ଦୁଷ୍ଟ କଣ। ସେ ସମୟରେ ପ୍ରକୃତ ମୁଖ୍ୟ ବ୍ୟକ୍ତି ବିଶେଷ ସେ ଲୁଚିକି ରହିକି ସବୁ ଯାକ କଣ କରୁଥିବେ, ଦେଖୁଥିବେ, କେହି ଜାଣିପାରିବେ ନାହିଁ। ପୁଣି ଶିବକଳ୍ପ ଶାସ୍ତ୍ର କହିଲେ କଣ, 13 ଜଣଙ୍କର କଳି ଲାଗିଥିବ ଟିକିରା ଗୋଇରା ସାଇ। କୋଉ ଟିକିରା ଗୋଇରା? ଟିକିରା ଗୋଇରା ତ ଅନେକ ଜାଗା ଅଛି। ଇଏ କହିଲେ ବିରଜା ମଣ୍ଡଳର ଟିକିରା ଗୋଇରା। ରକତ ନଈରେ ଗଛ ଭାସିଯିବ, ମନ ରଖ ବାରକୁ। ରକତ ନଈରେ, ନଈ ନାଁ ରକ୍ତ ନଈ ହେଇଥିବ, ଗୋଟାଏ ଅର୍ଥ ଆସିବ। ଦ୍ୱିତୀୟରେ ଆଉ ଗୋଟେ ଅର୍ଥ ଆସିବ କଣ, ରକ୍ତ ଗୁଡାକ ବୋହିକି ନଈରେ ପଡିବ। ବିଲ୍ବ ମଙ୍ଗଳ ବିଷୟ ଯେମିତି ରକ୍ତ ଧାର ହୋଇଯାଉଛି, ମାନେ ରକ୍ତ ନଦୀ ପାଣିଟା କଣ ହେଇଯାଉଛି, ନାଲି ହେଇଯାଉଛି। ତ ବିଲ୍ବ ମଙ୍ଗଳ ଯଦି ଟପିକି ଜାଣିଥିବ, ସେଥିରେ ତମେ ଆକୁ ଜାଣିପାରିବ। ଏଇଟା ଛନ୍ଦି ବାନ୍ଧି କହିବା କଥା ନୁହେଁ। ସବୁବେଳେ ଯାହା ଆଲୋଚନା କରିବା କଥା, ପୁରାଣକୁ ଧରି, ଅତୀତକୁ ଧରି ବର୍ତ୍ତମାନ ସହିତ ଆଲୋଚନା କରିବା କଥା, ହଁ କି ନାହିଁ? ତେଣୁ ରକ୍ତ ନଦୀ କେତେବେଳେ ହୋଇବ ନା, ଏଇ ଯୋଉ 13 ଜଣଙ୍କର ଯେତେବେଳେ କଳି ଲାଗିବ, ସେତେବେଳେ କଣ ହେଇଯିବ, ରକ୍ତ ନଦୀ ବହିବ। 96 ଶସ୍ତ୍ର ଦମନ ମରିବେ କାଳିଆ, ଘାଇ ପ୍ରମାଣ ବଳଦେବ ନୃପ କାହ୍ନୁ ପରିଚାର, ଯାଜ ନଗ୍ରେ ସେହି ଦିନ। ହେଲା, ସେ ଯୋଉ ଯୁଦ୍ଧ ଯେତେବେଳେ ହବ, ଏଇ ଦିନ ଏକାଦଶୀ ଦିନ ଯୁଦ୍ଧ ହବ, ବିରଜା କ୍ଷେତ୍ରରେ ଲୀଳା ଲାଗିଥିବ। କେତେ 31 ଅଙ୍କରେ, ହଁ କି ନାହିଁ? ତାପରେ ସେଠି କଣ ହବ, ଯେତେବେଳେ 96, ସେତିକିବେଳେ ଯେତେବେଳେ କାଳିଆ ଘାଇରେ ଗୋଟେ ବଡ ଯୁଦ୍ଧ ହବ। କୋଉ କାଳିଆ ଘାଇ? ଗୋଟେ କାଳିଆ ଘାଇ ଅଛି ଆମ ପାଚି କୂଳେ ଅଡଶପୁର ପାଖେ ଗୋଟେ କାଳିଆ ଘାଇ, ଆଉ ଗୋଟେ ବାଙ୍କି ଚଚିକାଇ ପାଖେ ଫତଗଡ ପାଖେ ଗୋଟେ ଅଛି କାଳିଆ ଘାଇ। ତେଣୁ କୋଉ କାଳିଆ ଘାଇ ହବ ସେଇଟା ପଛରେ କେତେବେଳେ ତମକୁ କହିବି। 96,000 ଯେତେବେଳେ ଦମନ ଋଷି ମରିବେ କୋଉଠି, କାଳିଆ ଘାଇ। ବଳଦେବ ନୃପ ହେବେ କାହ୍ନୁଚାର, ବଳଦେବ ନୃପ କାହ୍ନୁ ପରିଚାର, ଯାଜ ନଗ୍ରେ ସେଇ ଦିନ। ଜଗନ୍ନାଥ ନୃପ ନୁହଁ, ବଳଦେବ ହେବେ ନୃପ, କାହ୍ନୁ ହେବେ ପରିଚାର। ଏଠି ଜଗନ୍ନାଥ କି ପରିଚୟର ନୁହନ୍ତି। ଜଗନ୍ନାଥ ଅଲଗା, କାହ୍ନୁ ହଉଛନ୍ତି ଅଲଗା। କାରଣ 16 କଳାରୁ 1 କଳାଏ, ତହୁ କଳାଏ ନନ୍ଦବଳା, କଳାକୁ 16 କଳା କରି ଗୋପେ ହରିଲେ ବ୍ରଜନା। କୃଷ୍ଣ ଜଗନ୍ନାଥ ହେଇପାରନ୍ତି, କିନ୍ତୁ ଜଗନ୍ନାଥ କୃଷ୍ଣ ହେଇପାରନ୍ତି। ଜଗନ୍ନାଥ ଇଜ ଦି ସୁପ୍ରିମ ସୋଲ ଅଫ ଗଡ୍। ପରମ ବ୍ରହ୍ମ କୁହାଯାଇପାରିବ, ପରମ ପିତା କୁହାଯାଇପାରିବ, ପରମ ଆତ୍ମା ମଧ୍ୟ କୁହାଯାଇପାରିବ ନାଇଁ। ଆଉ ଗୋଟେ ଭଲ କଥା ମନେ ରଖିଥା, ଯଦି ତମେ ଜଗନ୍ନାଥଙ୍କର ଶରଣାପନ୍ନ ହବ, ତମ କୌଣସି ଗ୍ରହ ଦଶା କାଟୁ କରିବ ନାହିଁ। ସେ ପାହାଡ ପରି ବିପଦ ଆସୁଥିଲେ ସେ କଣ ହେଇଯିବ, ଛୋଟିଆ ଆକାରରେ କଟି ଯିବ। ତାହେଲେ ରଜା କେବେ ହେବେ ନା, ଫଣି 32ରେ ଛତ୍ର ଧରା ଯେ ହୋଇବ, ଫିଟିବ ପ୍ରଧାନ କଷ୍ଟା ସୁବୃଷ୍ଟି ହୋଇବ, ଫେଡ଼ି କହିଦେଲି ଏହା ରଖିବୁ ଗୁପତ, ହୁଙ୍କାରୀ କହିଲେ ଦିନ ଗୀତେ ପାମର ଅତୁଟ। ଫଣି 32, ଫଣି ବୋଲ ଦେଲା ସର୍ପ, ସର୍ପ ଫେରେ କେତେ ନା ସପ୍ତଗୁଣ ସପ୍ତ, 7 ପ୍ରକାର ସାପ। ଏଠି ଅଷ୍ଟଗୁଳା ନାଗ କଥା କହୁନି। ମିଶା କେତେ 32, କେତେ ହେଲା 39, 39 ହେଲା 1439, ହେଲା ବେଳକୁ କେତେ ହଉଛି 5132 ହେଇଯାଉଛି। ତେଣୁ ମିଶୁଛି ନା 31 32 ଆଉ କଣ, 31ରେ କଣ ଝଡ଼ା ମରା ହେବେ, 32 ବେଳକୁ ଠାକୁର ବାହାରିବେ। ହେଲା, କିନ୍ତୁ ମନେ ରଖ ଦ୍ୱାପରର ଲୀଳା କିଛି ଦିନ। କାଲି ଆମକୁ ଜଣେ ଫୋନ କରିଥିଲେ,
ବ୍ରହ୍ମପୁରରୁ ଜଣେ ଗଞ୍ଜାମ ବ୍ରହ୍ମପୁର ଜଣେ ଫୋନ କଲେ କାହିଁକି ଆପଣ ଅଙ୍କଟା କହୁଛନ୍ତି ମସିହାଟା କାହିଁ କହୁନାହାନ୍ତି। ଆମେ କହିଲି ପୂର୍ବ ଏପିସୋଡ ଗୁଡାକ ଯଦି ତମେ ଦେଖିବ ତାହେଲେ ମସିହା ତମେ ଧରିପାରିବ। ମହାପୁରୁଷ ସ୍ୱତନ୍ତ୍ର ଲେଖିଛନ୍ତି ଆବିର୍ଭୂତ କଥା, ଚାରି ବିଷ୍ଣୁଙ୍କର ଆବିର୍ଭୂତ ହବ ନା, ତେଣୁ କୋଉ ବିଷ୍ଣୁଙ୍କ ଅଙ୍କ ଲେଖା ହେଇଛି? ଯେମିତି ଅଚ୍ୟୁତ, ମୋ ନାମ ଅଚ୍ୟୁତ, ତୋ ନାମ ଅଚ୍ୟୁତ, ଅଚ୍ୟୁତକୁ ମହାପୁରୁଷ କହିନାହାନ୍ତି ନା? ଆରେ ମୋ ନାଁ ଅଚ୍ୟୁତ, ତୋ ନାଁ ଅଚ୍ୟୁତ, ତୋ ନାଁଟାକୁ ତୋ ତୁ ଭଜନ କର, ମାନେ ତୁ ତୋ ନାଁ ଭଜନ କଲେ ମତେ ମୋ ନାଁଟା ଭଜନ ହବ। ଆଉ ଗୋଟେ ଲେଖିଛନ୍ତି ମନେ ରଖିଥାଅ, ଗୁଣ ଭେଦି ଅଙ୍କେ ପ୍ରଭୁ ହୋଇବେ କି ଜାତ। ଗୁଣ ଭେଦି ଅଙ୍କ କେତେ? ଗୁଣ ବଳ ଯେ ତିନି ଅଙ୍କରେ ପ୍ରଭୁ ଜାତ ହେବେ। ଆମେ ମନକୁ କହୁନୁ, ମହାପୁରୁଷ ନିଜେ ଲେଖିଛନ୍ତି। ରଜା ଯଦି ହେଲେ 1970 ହେଲେ ରଜା, 3 ମିଶେଇ 1973 ଆବିର୍ଭୂତ ହେଇଥିବେ। ଯଦି 1973 ମସିହାକୁ ଯଦି ଧରିବ ନା, ତାହେଲେ ଅଙ୍କର ମିଶେଇଟା ଯିବ, ସବୁ ଯାକ ତିଥିବାର ମିଶିକି ପଳେଇବ। ପୁଣି ଆଉ ଗୋଟେ କଥା ମନେ ରଖ, ଇଏ ଗୋଟେ ହିସାବ, ଆଉ ଗୋଟେ ହିସାବ, ଠାକୁର ଅଭିରାମ ପରମହଂସ ଆଇଲେ କଣ ଦୁର୍ଗା ମାଧବ ରୂପରେ, 1963 କଣ ହେଲେ ଦେହ ଛାଡ଼ିଲେ। 1963ରୁ 1973 ସେ ତାଙ୍କ ଗୁରୁ ଭାଇ ଜଣେ ଥିଲେ, କିଏ ସେ ନା ହରି ବାବା, ବଲ୍ଲେଇ ହରି ବାବା, ଚମାରର ପୁଅ, ମଳିକ ଘର ପୁଅ। 63ରୁ 73 ତାଙ୍କ ଅଙ୍ଗରେ କଣ କଲେ, ଠାକୁର ବିହାର କଲେ, ଗଲେ 73 ଦେହ ଛାଡ଼ିଲେ। କଡିରେ 3 ଜନ୍ମ ହୋଇବେ ଡିବରା ସେ ନାରାୟଣ ଯାଇ ଫୁଲ। ତେଣୁ ସେ 73 ଗଲେ, ସେ 73 ସେ କଟା ଆଉ ଟିକେ କୋଉଠି ଯାଇଥିବ। ବୁଝିପାରିଲେ ନା ବୁଝିପାରିଲେ? ଏଇ ଅଙ୍କଟାକୁ ତମେ ଯଦି ଧରିବ, ସବୁ ମହାପୁରୁଷଙ୍କର ଯେତିକ ଗୁଡାକ ଅଙ୍କ ଦେଖିବ, ସବୁ 100କୁ 100% ମିଶି ପାରିବ। ଜଣେ ଲୋକ 55 ବର୍ଷ ହେଇଥିବ, ସିଏ କହିବ ମୁଁ ଠାକୁର ମୋର ଲେଖା ଅଛି। ଆରେ ହଁ, ଲେଖା ଥାଇପାରେ, ଠାକୁର ବୋଲି କହୁଛୁ କାହିଁକି? କହୁନୁ ମୁଁ ପ୍ରଭୁର ଦାସ। କୃଷ୍ଣ କୋଉଠି କହିଥିଲେ ମୁଁ ସ୍ୱୟଂ ଭଗବାନ? ରାମ କହିଥିଲେ କୋଉଠି ମୁଁ ଭଗବାନ? ତୁ ସ୍ୱୟଂ ପରମ ବ୍ରହ୍ମ, ତମେ କି ସ୍ୱୟଂ ପରମ ବ୍ରହ୍ମ। ଅଙ୍କଟାକୁ ମିଶଉନ, ମିଳିବ? ଠିକ ନା ଭୁଲ? ଜଣେ କହିବା ଆଗରୁ, ସେ ତ ପ୍ରାକ୍ଟିକାଲ କଥା ଛାଡ, କହିବା ଆଗରୁ ସାଧାରଣ ବର୍ତ୍ତମାନ ପାଞ୍ଜି ବାହାରୁଛି, କ୍ୟାଲେଣ୍ଡର ଆସୁଛି, କାହିଁ ଦେଖ ତା ସାଙ୍ଗେ ତାଳ ମେଳ ମିଶେଇକି ଆଲୋଚନା କରିବା ଆମ ମାନଙ୍କର କର୍ତ୍ତବ୍ୟ। ଯେ ଛାଡ, ଜୟ ଜଗନ୍ନାଥ। ଏଥର ମନେ ରହିଲା ନା? 31 ଅଙ୍କରେ କଣ ହବ? ଓଡିଶା ଭୂଖଣ୍ଡରେ ଯୁଦ୍ଧ ବୋଲି ମହାପୁରୁଷ ଲକ୍ଷ୍ମୀଧର ବିଳାସରେ କଣ କରିଛନ୍ତି, ଏକଥା କହିଛନ୍ତି। କେବେ ହେବ ବୋଲି ତାହା ମଧ୍ୟ ଶିବକଳ୍ପ ଶାସ୍ତ୍ରରେ ଖୋଲିକି ଲେଖି ଦେଇଛନ୍ତି। ସେ ମହାପୁରୁଷଙ୍କ ସହିତ ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗବାର ହରି।